ପୁରୁଣାକଟକ ଶିଶୁ ମନ୍ଦିରଠାରେ ରାଷ୍ଟ୍ର ସେବିକା ସମିତି ପରିଚୟ ବର୍ଗ ଅନୁଷ୍ଠିତ। ଆଜି ଅପରାହ୍ନ 4ଟା ସମୟରେ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣାକଟକ ଶିଶୁ ମନ୍ଦିରଠାରେ ରାଷ୍ଟ୍ର ସେବିକା ସମିତିର ଦିନିକିଆ ପରିଚୟ ବର୍ଗ ଅନୁଷ୍ଠିତ ହୋଇଯାଇଛି। ସକାଳ 6 ଘଣ୍ଟାଠାରୁ ଏହି ବର୍ଗ ଆରମ୍ଭ ହୋଇ ସନ୍ଧ୍ୟା 6 ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ। ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମରୁ 50 ଜଣ ଭଉଣୀ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଶିକ୍ଷିକା ରଶ୍ମିତା ମେହେର, ଶିକ୍ଷିକା ଭାବେ ଶୁଭ୍ରା ସୁରଜିତା ଷଡଙ୍ଗୀ, ହରପ୍ରିୟା ସାହୁ, ରଶ୍ମିତା ହୋତା, ସର୍ବବ୍ୟବସ୍ଥା ପ୍ରମୁଖ ଶାନ୍ତିଲତା ମହାକୁଡ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱପ୍ନା ଅଗ୍ରୱାଲା, ଆରତୀ ସାହୁ, ସୁଜାତା ସେଠୀ, ପଙ୍କଜିନୀ ସେଠୀ, ମନୋରମା ପୁରୋହିତ, ଶ୍ରଦ୍ଧାସ୍ମରଣିକା ପଟ୍ଟନାୟକ, ହେମାଙ୍ଗିନୀ ମିଶ୍ର, ତପସ୍ୱିନୀ ପରିବାର ବୌଦ୍ଧ ଓ ପୁରୁଣାକଟକର ଭଉଣୀମାନେ ସହଯୋଗ କରିଥିଲେ। ଶିକ୍ଷାର୍ଥୀମାନଙ୍କୁ ବ୍ୟାୟାମ, ଯୋଗ, ସମତା, ସୂକ୍ଷ୍ମ ବ୍ୟାୟାମ, ଗୀତ, ବୌଦ୍ଧିକ ଚର୍ଚ୍ଚା, ପ୍ରାର୍ଥନା ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ବୌଦ୍ଧ ଜିଲ୍ଲାରେ ରାଷ୍ଟ୍ର ସେବିକା ସମିତିର ଏହା ପ୍ରଥମ କାର୍ଯ୍ୟକ୍ରମ ଥିଲା। ଅତିଥି ଭାବେ ଜିଲ୍ଲା ସଂଘଚାଳକ ସୂର୍ଯ୍ୟକାନ୍ତ ଦଳବେହେରା, ବଲାଙ୍ଗୀର ବିଭାଗ ପ୍ରଚାରକ ପ୍ରଣବ ନାୟକ, ଜିଲ୍ଲା ପ୍ରଚାର ପ୍ରମୁଖ ରଘୁନାଥ ଷଡଙ୍ଗୀ, ଖଣ୍ଡସଂଘ ଚାଳକ ରାଜକିଶୋର ଅଗ୍ରୱାଲା, ଜିଲ୍ଲା କୁଟୁମ୍ବ ପ୍ରବୋଧନ ପ୍ରମୁଖ ବାଳକୃଷ୍ଣ ନାୟକ ଯୋଗ ଦେଇଥିଲେ।